ସାଙ୍ଗମାନେ ନମସ୍କାର, ଜୟ ଜଗନ୍ନାଥ। ୟୁଟ୍ୟୁବରେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ତ ସାଙ୍ଗମାନେ ଦେଖନ୍ତୁ, ମୁଁ ଆଜି ଗୋଟେ ବଢ଼ିଆ ଭିଡ଼ିଓଟେ ଆପଣଙ୍କୁ ଦେଖେଇବି। ତ ମୋ ଭିଡ଼ିଓଟାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଜାଣନ୍ତୁ ଏଇ ଜିନିଷଟା କେମିତି ହେଉଛି ଆଉ କେମିତି ହେବ। ତ ସାଙ୍ଗମାନେ ଏ ହେଉଛି ଡବଲ୍ ଡୋର୍ ଫ୍ରିଜ୍। ଇଏ ତଳ ବେସ୍ଟା ପାଣି ଲାଗିକି ଆକ୍ଚୁଆଲି ରଷ୍ଟ ହେଇଯାଇଛି। ରଷ୍ଟ ହେଇଗଲା ପରେ ୟାର ଡୋର୍ ଆଉ ଲାଗୁନି। ତ ସାଙ୍ଗମାନେ ଦେଖନ୍ତୁ, ୟାର ହିଞ୍ଜେସ୍ ଯେଉଁ ଲାଗିଛି ଏ ହିଞ୍ଜେସ୍ ବି ନାହିଁ, ଆଉ ୟାର ଯେଉଁ ନଟ୍ ବୋଲ୍ଟ ଥିଲା ସେ ବି ନାହିଁ। ୟା ଭିତରେ ଯେଉଁ ସୋଲ ଗୁଡ଼ାକ ସେ ସବୁ ଦେଖାଯାଉଛି। ତ ସାଙ୍ଗମାନେ ଏଟାକୁ ଦେଖନ୍ତୁ ଆଉ ଭାବନ୍ତୁ ଏଇଟା କ'ଣ ହେଇପାରିବ। ତ ମୋର ଭିଡ଼ିଓଟାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ କମେଣ୍ଟ ମଧ୍ୟ କରନ୍ତୁ ଯେଉଁଟାକି ଏଇଟା କ'ଣ ହେଇପାରିବ। ତ ତା ପୂର୍ବରୁ ମୋ ଭିଡ଼ିଓକୁ ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ। ତ ସାଙ୍ଗମାନେ ଦେଖନ୍ତୁ, ଆମେ ଫ୍ରିଜ୍ ଚଲେଇବା ପୂର୍ବରୁ ଆମେ ଭାବିପାରୁନେ ଯେ ଆଗପଟେ ପାଣିଟା କେମିତି ଲିକେଜ୍ ହେଉଛି। ଆଉ ଇଏ ଯେଉଁ ଆପଣ ଦେଖନ୍ତୁ, ଇଏ ତଳ ବିଲକୁଲ ନଟ୍ ଫଟ୍ ଯେଉଁ ରଷ୍ଟ ହେଇଛି, ୟା ଭିତରକୁ ପାଣି କେମିତି ଲିକେଜ୍ ହେଉଛି। ତା ପାଇଁ ଆମେ ଫ୍ରିଜ୍ଟା କିଣିବା ପୂର୍ବରୁ ଆମେ ତା ବ୍ୟବସ୍ଥା କରିବା କଥା, କିନ୍ତୁ ଆମର ଅବହେଳା ସକାଶେ ଆମେ ଫ୍ରିଜ୍ର ଯତ୍ନ ନେଇପାରୁନୁ। ସାମ୍ନାଟାକୁ ଆମେ ହାଇଟ୍ କରିପାରୁନୁ, ସେଥିପାଇଁ ଡାଉନ୍ ହେଇକି ରହିଲେ ସେ ପାଣି ତକ ସବୁ ଆଗପଟେ ଲିକେଜ୍ ହେଇକି ଏସବୁ ରଷ୍ଟ ହୁଏ। ତ ସହଜରେ ୟାର ଯେଉଁ ଡୋର୍ ବଡ଼ିର ଡୋର୍ଟା ଖସି ପଡ଼େ। ତ ସାଙ୍ଗମାନେ ଚାଲନ୍ତୁ ଦେଖିବା। ଏ ହେଉଛି ଗୋଟେ ପୁରୁଣା ଫ୍ରିଜ୍ର ବଡ଼ି, ଯେଉଁଟାକି ପ୍ରତ୍ୟେକ କବାଡ଼ି ଇଏରେ ଆମର ଏ ବଡ଼ି ମିଳିଯିବ। ତେଣୁକରି ମୁଁ ଆକ୍ଚୁଆଲି ଏ ବଡ଼ି କାହିଁକି ଏ ବଡ଼ିଟାକୁ ଚୁଜ୍ କଲି, କାରଣ ଦସ୍ତା ଫସ୍ତା କୌଣସି ଜିନିଷ ସେଥିରେ ଲାଗିପାରିବନି କି କଲର୍ ବି ହେଇପାରିବନି ଠିକ୍ରେ। ସେଥିପାଇଁ ମୁଁ ଗୋଟେ ପୁରୁଣା ଫ୍ରିଜ୍ର ବଡ଼ିଟାକୁ ଆଣିଲି। ତା ପାଇଁ ସରଞ୍ଜାମ ଠିକ୍ କଲି ଆମର କିଛିଟା ଇନଷ୍ଟ୍ରୁମେଣ୍ଟ, ଯେଉଁଟାକି ଏଇ ଇନଷ୍ଟ୍ରୁମେଣ୍ଟ ସାହାଯ୍ୟରେ ମୁଁ ଏଟାକୁ କେମିତି କାମ କରିବି, ତା ପାଇଁ ଏସବୁ ଜିନିଷ ଦରକାର ହେଉଛି। ତ ସାଙ୍ଗମାନେ ଏ ପ୍ଲେଟ୍ଟାକୁ ମୁଁ ସାଇଣ୍ଡର୍ ସାହାଯ୍ୟରେ କାଟିକି ଏଟାକୁ ୟାରି ମାପରେ ମୁଁ କଟିଂ କରିକି ୟାରି ସାଇଜ୍ରେ ମୁଁ କିଛିଟା ପିସ୍ ବାହାର କରିଦେଇଛି। ସେ ପିସ୍ ଦେଖନ୍ତୁ ଏଇ ଟାଇପ୍ର କଟିଂ ହେଇକରି ତା ଦେହରେ ଲାଗିପାରିବ। ତ ସାଙ୍ଗମାନେ ଦେଖନ୍ତୁ, ଏଇଟା ହେଉଛି ତଳ ବେସ୍ର ପୁରା ବିଲକୁଲ ମାପ ସହିତ ଏଇଟା କରାହେଇଛି। ତ ସାଙ୍ଗମାନେ ଯଦି ଏଇଟାକୁ ମୁଁ ଠିକ୍ ମାପ ସହିତ ନ କାଟିବି ତାହେଲେ ଇଏ ବଡ଼ିରେ ସେଟ୍ ହେବନି। ତ ଆଗ ପଛ ହେଇଯିବ, ଆଗ ପଛ ହେଲେ ଫିନିସିଂ ହେବନି। ତ ସାଙ୍ଗମାନେ ଦେଖନ୍ତୁ, ବିଲକୁଲ ମାପ ପୁରା ସମାନ ଅଛି, ବାମରୁ ଡାହାଣ ପଟ ପର୍ଯ୍ୟନ୍ତ ସମାନ ମାପ। ଦେଖନ୍ତୁ, ଟିକେ ବି ଏପଟ ସେପଟ ହେଲେ ଏଇଟା ବଡ଼ିରେ ସେଟ୍ ହେବନି, ବାହାରକୁ ରହିବ, ନହେଲେ ଏଇଟା ପିଞ୍ଚ ହେଲା ଟାଇପ୍ର ରହିବ। ତ ସାଙ୍ଗମାନେ ଦେଖନ୍ତୁ, ମୁଁ ଏଇଟାକୁ ସେଟ୍ କରୁଛି। ସେଟ୍ ହେଉଛି ନା ନାହିଁ ଦେଖିବା। ବିଲକୁଲ ଦେଖନ୍ତୁ, ବିଲକୁଲ ଏପଟରୁ ସେପଟ ଲାଗିଯାଉଛି, ପୁରା ସେମ୍ ଟୁ ସେମ୍ ଅଛି। ମୋ ମତରେ ଏଇଟା ବିଲକୁଲ ସେଟ୍ ହେଇଯିବ। ତ ସାଙ୍ଗମାନେ ଯଦି ମୋ ଭିଡ଼ିଓଟାକୁ ଆପଣ ଦେଖୁଥିବେ, ଆମର ଟେକ୍ନିସିଆନ୍ ଭାଇ ହେଉ କି ଯିଏ ବି ହେଉ ଦେଖୁଥିବେ, ଏ ଭିଡ଼ିଓଟିକୁ ଧ୍ୟାନ ସେ ଦେଖନ୍ତୁ। ଏଇଟା ଆପଣ ବି ଆରାମସେ କରିପାରିବେ। ତ ସାଙ୍ଗମାନେ ଦେଖନ୍ତୁ, ଏ କଷ୍ଟମର ଏ ଫ୍ରିଜ୍ ଏଇ ଛୋଟିଆ ପ୍ରୋବ୍ଲେମ୍ ସକାଶେ ଏ ଫ୍ରିଜ୍ଟାକୁ ବେକାର କରିଦିଅନ୍ତି, ଫୋପାଡ଼ି ବି ଦିଅନ୍ତି। ତ ଏତେ ଦାମିକିଆ ଫ୍ରିଜ୍ଟା ସହଜରେ ଖରାପ ହେଇଯାଏ। ତ ସାଙ୍ଗମାନେ ଦେଖନ୍ତୁ, ଏଇଟାକୁ ଯଦି ଆମେ ଅଳ୍ପ ପରିମାଣରେ ତାକୁ କାମ କରିବା ଆଉ କଷ୍ଟମରକୁ ଯଦି କିଛି ପଇସା ବଞ୍ଚେଇ ଦେବା, ତାହେଲେ କଷ୍ଟମରଟି ଆରାମସେ ଏଟାକୁ ବହୁତ ଦିନ ପର୍ଯ୍ୟନ୍ତ ଚଲେଇ ପାରିବ। ତ ସାଙ୍ଗମାନେ ଦେଖନ୍ତୁ, ଇଏ ଯେଉଁ ଡୋର୍ଟା ଆମର ରହିବା ପାଇଁ ଇଏ ହିଞ୍ଜେସ୍, ଏ ହିଞ୍ଜେସ୍ଟା ୟା ଦେହରେ ସେଟ୍ ହେଉଛି ନା ନାହିଁ ମୁଁ ଦେଖୁଛି। ସେଟ୍ ହେଇଯିବ ମୋତେ ଲାଗୁଛି। ତ ସାଙ୍ଗମାନେ ବଡ଼ିଟା ପୁରା ଖରାପ ହେଇଗଲା ପରେ, ରଷ୍ଟ ହେଇଗଲା ପରେ ହିଞ୍ଜେସ୍ ବି ଖରାପ ହେଇଯାଏ। ତା ପାଇଁ ଗୋଟେ ନୂଆ ହିଞ୍ଜେସ୍ ଲାଗେ। ନୂଆ ହିଞ୍ଜେସ୍ଟା ଲାଗିଲେ କାମଟା ପୁରା ବହୁତ ଷ୍ଟ୍ରଙ୍ଗ ହେବ ଆଉ ସେ ବହୁତ ଦିନ ଲାଷ୍ଟିଂ ବି କରିବ। ତ ତେଣୁ ମୁଁ ଗୋଟେ ହିଞ୍ଜେସ୍ଟାକୁ ଆଣିଛି, ଦେଖୁଛି ଏଇଟା ସେଟ୍ ହେଇପାରିବ ନା ନାହିଁ। ତ ପ୍ରଥମେ ମୁଁ ବଡ଼ିଟାକୁ ଆଗେ ସେଟ୍ କରିବି, ତାପରେ ହିଞ୍ଜେସ୍ଟା ଦେଖିବା। ତ
तो सामने देखूँ मो बॉडी को बिल्कुल लगे दीची देखु ये हूँ रिपीट ये बिल्कुल रिपीट मेसिन आमर एक्चुअली बॉडीटा को ओल्डिंग करा जाए किंतु ओल्डिंग कले सेटा लॉन्ग लास्टिंग हुए नहीं और बहुत दिन भी जाएनी और जल्दी रे सेटा रस्ट हो जाए पुणी जंक धरी पकाए तेणु ये गोटे नुआ सिस्टम रे मु करिछि। तो आपण मानक जदि वीडियोटा भल लगुथिबो आपण कमेंट करी मते जणाई परिबे। तो देखंतु सांग माने ये बिल्कुल कटिंग करके मु एटा बिल्कुल सेट कर देछि। एटा केमति लागुछि आपण माने मते कमेंट रे जणाइबे। भल हो कि खराब हो आपण कमेंट करले मते बहुत उत्साहित लगे जो कि जदि किसी प्रॉब्लम हेथिबो भी कमेंट करिवे काइना मु कमेंट रे मु आउ किछि नुआ नुआ चेंजेस करि परिबी। यार देखंतु बिल्कुल यार ये जगह रे होल करछि यार गोटे होल अछि ता तळे तो सही सीधा रे मु ताकू तारे हिंजेसटा लगे पे मते सुविधा हो। और देखंतु ये बिल्कुल बॉडी बिल्कुल कंप्लीट हो जाइछि। तो सांग माने तापर काम रहला हिंजेसटा को लगेला पर डोरटा को सेटिंग करी। तो सांग माने क्षमा करेंगे मु आपन को पूरा वीडियो देखई परनी कहीं वीडियोटा पूरा करले बहुत टाइम रो वीडियो होबो से मु शॉर्टकट रे देखई दीची। ये देखंतु बिल्कुल हिंजेस लगेला पर मु तार लेग भी आनी लगे दीची बॉडी सेट कर दीची। ये हूँ हिंजेस ता तले हूँ लगी जो व्हाइट कलर सेटा हूँ तार लेग देखंतु बिल्कुल सेट हो बॉडी को बिल्कुल तार तले मु ग्रीस फ्रीज देकी बिल्कुल सेट करछि। ये बिल्कुल देखंतु ये बिल्कुल नट जो नट लगी 10 नंबर नट ताकू लगेछि देखंतु तले ग्रीस देछि जल्दी रस्ट न होबा पई ग्रीसटा दिया होछि आ बॉडीटा फ्री रे चलिया पई ग्रीसटा दिया होछि। देखंतु ये बिल्कुल सेट हो गला डोर भी मु लगे दीची आराम से ओपन क्लोज हो पारुची। देखंतु पूरा फ्री रे बिल्कुल नुआ रे जेमती होची बिल्कुल नुआ टाइप रो सांग माने देखंतु जदि ये डोरटा ठीक हो गला ताले कस्टमर आराम से बहुत खुशी रे फ्रिजटा को आउरी बहुत दिन चलई परिबो। तेणुक कस्टमर रो बहुत किछि पैसा सेव हो गला। तो सांग माने वीडियोटा केमति लागुची आपण माने मते कमेंट रे जणाइबे और से मो चैनल टाको शेयर करिवे और लाइक करिवे। देखंतु एपट साइड रो मु लेग लगे दीची बिल्कुल टोटल बॉडी पूरा परफेक्ट काम करुची आ बिल्कुल मु एटा को चलई भी देछि चलैला पर बिल्कुल कूलिंग भी बहुत बढ़िया आछि। तो सांग माने ये वीडियोटा देखले आपन जदि वीडियो भलो लागिथिबो आपन प्लीज लाइक देबे और कमेंट करिवे। आउ जदि भी वीडियो देखिया चाहती ताले मोर चैनल को जाई देखिबे से बहुत बहुत वीडियो अच्छी जोटा कि आपनकर वाशिंग मशीन फ्रिज एसी वायरिंग आउ छातर पाइप पड़वा बहुत जिनस अच्छी आप देखिपारे मोर चैनल को जाइए। तो सांग माने रहूची नमस्कार जय जगन्नाथ।